ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ 2026 ବର୍ଷରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ଉନ୍ନତି କରିବ ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ତା ସହିତ କମେଣ୍ଟରେ ଜୟ ଶନିଦେବ, ଜୟ ମହାଦେବ, ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ପ୍ରଥମତଃ କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନି ମହାଗ୍ରହ, ଯାହାକି ଆପଣଙ୍କର ଗୁରୁ ସ୍ଥାନରେ ପଞ୍ଚମ ଭାଗରେ ବିରାଜମାନ କରିଛନ୍ତି ଏବଂ ଏହି ବର୍ଷକ ଯାକ 2026 ବର୍ଷକ ଯାକ 12 ମାସ ପର୍ଯ୍ୟନ୍ତ ଆପଣଙ୍କର ଅଧିପତି ରହିବେ ଏବଂ ଆପଣଙ୍କର ଗୃହରେ ମୁଖ୍ୟ ଭାବରେ ରହିବେ। ଆପଣଙ୍କର ଜ୍ୟୋତିଷ ଶାସ୍ତ୍ରର ଗୃହରେ ମୁଖ୍ୟ ଭାବରେ ରହିବେ। ଫଳରେ ଶନିଙ୍କର ଆପଣଙ୍କ ଉପରେ ବିଶେଷ ଆଶୀର୍ବାଦ ରହିବ। ଯଦି ଆପଣ ଭଲ କର୍ମ କରନ୍ତି ତେବେ ଆପଣଙ୍କୁ ଭଲ ଫଳ ପ୍ରାପ୍ତ ହେବ ଏବଂ ଯଦି ଆପଣ ଖରାପ କାର୍ଯ୍ୟ କରନ୍ତି ତେବେ ଆପଣଙ୍କୁ ଖରାପ ଫଳ ପ୍ରାପ୍ତ ହେବ, ଯାହା ଆପଣଙ୍କର କର୍ମ ଫଳ ଅନୁଯାୟୀ ଆପଣଙ୍କୁ ନିର୍ଦ୍ଧାରିତ ହେବ। ତେଣୁ ଆପଣଙ୍କ ଉପରେ ତାହା ନିର୍ଭର କରେ କି ଆପଣ କିପରି କର୍ମ କରିବେ। ଫଳରେ ଆପଣ ଯଦି ଭଲ କର୍ମ କରନ୍ତି ଦେଖିବେ ଶନିଙ୍କର ବହୁତ ମାତ୍ରାରେ ଭଲ ପ୍ରଭାବ ପଡ଼ିବ ଆପଣଙ୍କ ଉପରେ। ଖାସ୍ କରି ଶନି ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ବହୁତ ମାତ୍ରାରେ ଯୋଗଦାନ ଦେବେ, ଆପଣଙ୍କୁ ଚାକିରି କ୍ଷେତ୍ରରେ ଉନ୍ନତି କରାଇବେ। ଆପଣଙ୍କର ଯଦି ବିଜନେସ୍ ଅଛି ତେବେ ବିଜନେସ୍ କ୍ଷେତ୍ରରେ ମଧ୍ୟ ଉନ୍ନତି କରାଇବେ। ଷ୍ଟୁଡେଣ୍ଟମାନଙ୍କ ପାଇଁ ମଧ୍ୟ ବହୁତ ମାତ୍ରାରେ ଉନ୍ନତି କରିବେ ଶନି। ଆପଣଙ୍କର ପରୀକ୍ଷାର୍ଥୀମାନେ ଯଦି ହୋଇଥାନ୍ତି କୌଣସି ପରୀକ୍ଷା ପାଇଁ ପ୍ରିପାରେସନ୍ କରୁଥାନ୍ତି ଦେଖିବେ ବହୁତ ମାତ୍ରାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଖାସ୍ କରି ଆପଣଙ୍କର ଯଦି ଭଲ କର୍ମ କରନ୍ତି ଏବଂ ଆପଣ ପିତାମାତାଙ୍କର ବହୁତ ମାତ୍ରାରେ ଧ୍ୟାନ ନିଅନ୍ତୁ। ଆପଣ କୌଣସି ଆପଣଙ୍କ ଦ୍ୱାରା ଯେପରି ଭାବରେ ସମ୍ଭବ ହେଉଛି ଅର୍ଥ ଦାନ କରନ୍ତୁ, ବସ୍ତ୍ର ଦାନ କରନ୍ତୁ, ଖାଦ୍ୟ ଦାନ ମଧ୍ୟ କରନ୍ତୁ। ଆପଣଙ୍କ ଦ୍ୱାରା ଯେଉଁପରି ଭାବରେ ସମ୍ଭବ ହୋଇପାରୁଛି ଆପଣ ସେହିପରି ଭାବରେ ଦାନ କରିବା ଦ୍ୱାରା ଆପଣଙ୍କ ଉପରେ ଶନିଙ୍କର ବହୁତ ମାତ୍ରାରେ ବିଶେଷ ଆଶୀର୍ବାଦ ରହିବ। ଯଦି ଆପଣ କୌଣସି ଖରାପ କାର୍ଯ୍ୟ କରନ୍ତି କିମ୍ବା ମଦିରାରେ ପଡ଼ି ରହନ୍ତି ଦେଖିବେ ଶନି ଆପଣଙ୍କୁ ନିଚରୁ ନିଚ ସ୍ତର ଭାବରେ ନେଇଯିବେ, କାରଣ ଶନି ଆପଣଙ୍କର ଗୁରୁ ସ୍ଥାନରେ ଅଛନ୍ତି ଏବଂ ଶନି ହେଉଛନ୍ତି କର୍ମ ଫଳଦାତା। ତେଣୁ ଆପଣ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ ଏବଂ ଏହି 2025ର ଶେଷ ଭାଗରୁ ଡିସେମ୍ବର ମାସର ଶେଷ ହେବା ମାତ୍ରେ 2026 ଯେତେବେଳେ ଆସିଯିବ ଆପଣଙ୍କର ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଭାଗକୁ ଗୋଚର କରିବେ, ଯାହା ଆପଣଙ୍କର ଆଗରୁ ନବମ ଭାଗରେ ବିରାଜମାନ କରିଥିଲେ ଏବେ ଆପଣଙ୍କର ସପ୍ତମ ଭାଗକୁ ଆସିଯିବେ। ଫଳରେ କି ଆପଣ କୌଣସି ବାସଗୃହ ନିର୍ମାଣ କରିପାରନ୍ତି ଏବଂ ଆପଣଙ୍କୁ କୌଣସି ଆର୍ଥିକ ସ୍ଥିତିର ସହାୟତା ମିଳିପାରେ। ଆପଣ କୌଣସି ବାସଗୃହ ନିର୍ମାଣ କରିପାରନ୍ତି, ଆପଣ କୌଣସି ବଡ଼ ବିବାହର ମଧ୍ୟ କାର୍ଯ୍ୟକ୍ରମ କରିପାରନ୍ତି। ଆପଣଙ୍କ ପାଇଁ ବହୁତ ମାତ୍ରାରେ ଏହି 2026ଟି ଆପଣଙ୍କ ପାଇଁ ବହୁତ ମାତ୍ରାରେ ସପୋର୍ଟ କରିବ ଏବଂ ଆପଣଙ୍କୁ ବହୁତ ମାତ୍ରାରେ ଲୋକମାନେ ସହାୟତା ମଧ୍ୟ କରିବେ। ଆପଣ ଯଦି କୌଣସି ଋଣରେ ବୁଡ଼ି ରହିଛନ୍ତି ତେବେ ଦେଖିବେ ବହୁତ ମାତ୍ରାରେ ଋଣରୁ ମଧ୍ୟ ପାର ପାଇବେ। ଦେବଗୁରୁ ବୃହସ୍ପତିଙ୍କର ଆଶୀର୍ବାଦ ଫଳରେ ଆପଣଙ୍କୁ ଧନର ଅଭାବ ରହିବ ନାହିଁ। ନଚେତ୍ ଆପଣ ଯଦି କମ୍ ଧନ ବି ରୋଜଗାର କରୁଛନ୍ତି ଦେଖିବେ ଆପଣଙ୍କର ଧନର ସ୍ଥିତି ମଧ୍ୟ ବହୁତ ମାତ୍ରାରେ ସ୍ଥିର ରହିବ। ଆପଣଙ୍କର ଯଦି ଆୟ ଠାରୁ ବ୍ୟୟ ଅଧିକ ହୋଇଯାଉଥିଲା ତାହା ମଧ୍ୟ କମ୍ ହେବାକୁ ଲାଗିବ ଏବଂ ଆପଣଙ୍କର ସ୍ଥିତି ମଧ୍ୟ ବହୁତ ମାତ୍ରାରେ ବୃଦ୍ଧି ଘଟିବ। 2026ରେ ଆପଣଙ୍କ ପାଇଁ ବହୁତ ମାତ୍ରାରେ ଆପଣଙ୍କର ଜୀବନଟିକୁ ପରିବର୍ତ୍ତନ କରିଦେବେ। ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ତେବେ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କର ଏହି 2026ଟି ବହୁତ ମାତ୍ରାରେ ପରିବର୍ତ୍ତନ ଆଣିବ। ଆପଣଙ୍କ ପାଇଁ ପ୍ରତିକାରଟି ହେଉଛି ଯଦି ଆପଣ ଭଲ କର୍ମ କରନ୍ତି ତାହା ସହିତ ମଧ୍ୟ ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ମହାଦେବ। ତେଣୁ ଆପଣ ଯେକୌଣସି ସୋମବାର ଦିନ ହେଉ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ଖାସ୍ କରି ସଂକ୍ରାନ୍ତି ଦିନ ଆପଣ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ, ସେଠାରେ ଜଳସାହି କରନ୍ତୁ ଏବଂ ସେହି ଦିନ ଆମିଷ ଖାଇବା ବନ୍ଦ କରିଦିଅନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କୁ ମହାଦେବଙ୍କର ବିଶେଷ ଆଶୀର୍ବାଦ ରହିବ। ଯଦି ଆପଣଙ୍କୁ ସମୟ ହେଉଛି ତେବେ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା
ଆପଣଙ୍କର ନବଗ୍ରହଙ୍କ ସ୍ଥିତି ମଧ୍ୟ ସ୍ଥିର ରହିବ ଏବଂ ସୁଦୃଢ଼ ରହିବ। ଏବଂ ତାହା ସହିତ ହରେକୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରିବାକୁ ଭୁଲିବେ ନାହିଁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ଉନ୍ନତି ଆସିବ। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।